ଏକ ଠାରୁ ଆସୁଛି ବଡ଼ ପରିବର୍ତ୍ତନ। ଆପଣଙ୍କ ପକେଟରେ ସିଧାସଳଖ ପଡ଼ିବ ପ୍ରଭାବ। ଏଲ୍‌ପିଜି ଗ୍ୟାସ ଦରରୁ ଆରମ୍ଭ କରି ବ୍ୟାଙ୍କ ରୁଲ୍, ଟିଏମ୍ ଚାର୍ଜ ସବୁକିଛିରେ ହେବ ବଡ଼ ବଦଳ। ଏହିଟି ନୂଆ ନିୟମ ଜାଣିନଥିଲେ ଆପଣଙ୍କୁ ପଡ଼ିପାରେ ସମସ୍ୟା। ତେଣୁ ଭିଡିଓଟିକୁ ଶେଷ ପର୍ଯ୍ୟନ୍ତ ଦେଖନ୍ତୁ। ଆସନ୍ତୁ ଜାଣିବା ସମ୍ପୂର୍ଣ୍ଣ ଖବର। 13 ମେ ତାରିଖରୁ ଭାରତରେ ଅନେକ ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ କାର୍ଯ୍ୟକାରୀ ହେବ, ଯାହା ସାଧାରଣ ଲୋକଙ୍କ ଦୈନନ୍ଦିନ ଆର୍ଥିକ ଜୀବନ ଉପରେ ଏକ ବଡ଼ ପ୍ରଭାବ ପକାଇବ। ଏହି ପରିବର୍ତ୍ତନଗୁଡ଼ିକ ବ୍ୟାଙ୍କିଙ୍ଗ, ଡିଜିଟାଲ ପେମେଣ୍ଟ, ଟିକସ, ମ୍ୟୁଚୁଆଲ ଫଣ୍ଡ ଏବଂ ସେୟାର ବଜାର ସହିତ ଜଡ଼ିତ। ଲକ୍ଷ୍ୟ ହେଉଛି ସିଷ୍ଟମକୁ ଅଧିକ ସୁରକ୍ଷିତ, ସ୍ୱଚ୍ଛ ଏବଂ ନିୟନ୍ତ୍ରିତ କରିବା। ଆସନ୍ତୁ ଜାଣିବା ମେ ତାରିଖରୁ କେଉଁ 8ଟି ନିୟମ ଲାଗୁ ହେବ ଏବଂ ସେଗୁଡ଼ିକ ଆପଣଙ୍କ ପକେଟକୁ କିପରି ପ୍ରଭାବିତ କରିବ। କର୍ମଚାରୀ ଭବିଷ୍ୟନିଧି ପାଣ୍ଠି ସଂଗଠନ (ଇପିଏଫ୍ଓ) ଏହାର ସିଷ୍ଟମକୁ ଏକ ଉଚ୍ଚ ପ୍ରଯୁକ୍ତିବିଦ୍ୟା ବ୍ୟବସ୍ଥାରେ ଅପଗ୍ରେଡ କରିବାକୁ ଯାଉଛି। ପିଏଫ୍ ଦାବି ସମାଧାନ ପାଇଁ ଆପଣଙ୍କୁ ଅଧିକ ସମୟ ଅପେକ୍ଷା କରିବାକୁ ପଡ଼ିବ ନାହିଁ। ମେ ଠାରୁ ଗ୍ରାହକମାନେ ୟୁପିଆଇ ମାଧ୍ୟମରେ ସିଧାସଳଖ ସେମାନଙ୍କ ବ୍ୟାଙ୍କ ଆକାଉଣ୍ଟକୁ ପାଣ୍ଠି ସ୍ଥାନାନ୍ତର କରିପାରିବେ। ପ୍ରାରମ୍ଭରେ ୟୁପିଆଇ ମାଧ୍ୟମରେ ପିଏଫ୍ କାରବାର ପାଇଁ ଏକ ଦୈନିକ ସୀମା ସ୍ଥିର କରାଯାଇପାରେ। ଚିକିତ୍ସା, ଜରୁରୀକାଳୀନ କିମ୍ବା ଶିକ୍ଷା ଭଳି ଛୋଟ ଅଗ୍ରାଧିକାର ପାଇଁ ଆପଣ ୟୁପିଆଇ ମାଧ୍ୟମରେ ତୁରନ୍ତ ରୁ ପର୍ଯ୍ୟନ୍ତ ପରିମାଣ ଉଠାଇ ପାରିବେ। ମେ ତାରିଖରୁ ପ୍ରତ୍ୟେକ ଡିଜିଟାଲ କାରବାର ଅଧିକ ସୁରକ୍ଷିତ ହେବ। ଦୁଇକାରକ ପ୍ରମାଣୀକରଣ ଅଧିକ କଠୋର ଭାବରେ କାର୍ଯ୍ୟକାରୀ କରାଯାଉଛି। ଏହାର ଅର୍ଥ ହେଉଛି ୟୁପିଆଇ, ନେଟ୍ ବ୍ୟାଙ୍କିଙ୍ଗ କିମ୍ବା କାର୍ଡ ପେମେଣ୍ଟ କରିବା ସମୟରେ ଓଟିପି, ପିନ୍ କିମ୍ବା ବାୟୋମେଟ୍ରିକ ଯାଞ୍ଚ ପୁନରାବୃତ୍ତି କରିବାକୁ ପଡ଼ିପାରେ। କାର୍ଡଲେସ୍ ନଗଦ ଉଠାଣ ୟୁପିଆଇ ବ୍ୟବହାର କରି ଏଟିଏମ୍ରୁ ଟଙ୍କା ଉଠାଣ ଏବେ ମାଗଣା କାରବାର ସୀମାରେ ଗଣନା କରାଯିବ। ସୀମା ଅତିକ୍ରମ କଲେ ରୁ ପର୍ଯ୍ୟନ୍ତ ଶୁଳ୍କ ଦେବାକୁ ପଡ଼ିବ। ସରକାର ଉଚ୍ଚ ମୂଲ୍ୟର କାରବାରର ଯାଞ୍ଚକୁ କଡ଼ାକଡ଼ି କରୁଛନ୍ତି। ଏକ ଆର୍ଥିକ ବର୍ଷରେ ଲକ୍ଷରୁ ଅଧିକ ନଗଦ ଜମା କରୁଥିବା କିମ୍ବା ଉଠାଉଥିବା ବ୍ୟକ୍ତିବିଶେଷଙ୍କ ପାଇଁ ପ୍ୟାନ୍ ପ୍ରଦାନ କରିବା ବାଧ୍ୟତାମୂଳକ ହେବ। ପୂର୍ବରୁ ଏହି ସୀମା ପ୍ରତିଦିନ ତଦାରଖ କରାଯାଉଥିଲା, କିନ୍ତୁ ଏବେ ବାର୍ଷିକ ଟ୍ରାକିଂ କରାଯିବ। ମ୍ୟୁଚୁଆଲ ଫଣ୍ଡ କ୍ଷେତ୍ରରେ ମଧ୍ୟ ମେ ଠାରୁ ପରିବର୍ତ୍ତନ ହେବାକୁ ଯାଉଛି। ସମାଧାନମୁଖୀ ଯୋଜନା, ଯେପରିକି ଅବସର କିମ୍ବା ଶିଶୁ ଯୋଜନା, ଧୀରେ ଧୀରେ ବନ୍ଦ କରାଯାଉଛି ଏବଂ ଜୀବନଚକ୍ର ପାଣ୍ଠି ଦ୍ୱାରା ବଦଳାଯାଉଛି। ଏହି ପାଣ୍ଠିଗୁଡ଼ିକ ନିବେଶକଙ୍କ ବୟସ ଆଧାରରେ ସେମାନଙ୍କର ପୋର୍ଟଫୋଲିଓକୁ ସଜାଡ଼ିବା ଜାରି ରଖିବେ। ଇକ୍ଟି ମ୍ୟୁଚୁଆଲ ଫଣ୍ଡଗୁଡ଼ିକ ଏବେ ସୁନା ଏବଂ ରୂପା ଇଟିଏଫ୍‌ରେ ପର୍ଯ୍ୟନ୍ତ ନିବେଶ କରିପାରିବେ, ଯାହା ବଜାର ମାନ୍ଦାବସ୍ଥା ବିରୁଦ୍ଧରେ ସୁରକ୍ଷା ପ୍ରଦାନ କରିପାରିବ। 5. ସୋଭରେନ୍ ଗୋଲ୍ଡ ବଣ୍ଡ (ଏସ୍‌ଜିବିସ୍) ପାଇଁ ଟିକସ ନିୟମ ପରିବର୍ତ୍ତନ କରାଯାଇଛି। ଟିକସମୁକ୍ତ ପରିପକ୍ୱତା ଲାଭ ଏବେ କେବଳ ସିଧାସଳଖ କ୍ରୟ କରୁଥିବା ନିବେଶକମାନଙ୍କୁ ଉପଲବ୍ଧ ହେବ। ଯେଉଁମାନେ ଦ୍ୱୈତ ବଜାର ମାଧ୍ୟମରେ କ୍ରୟ କରନ୍ତି, ସେମାନଙ୍କ ଉପରେ ପୁଞ୍ଜି ଲାଭ କର ଲାଗୁ ହେବ। ମେ ଠାରୁ ଡେରିଭେଟିଭ୍ସ ବାଣିଜ୍ୟର ଖର୍ଚ୍ଚ ବୃଦ୍ଧି ପାଇବ। ସିକ୍ୟୁରିଟିଜ୍ ଟ୍ରାଞ୍ଜାକ୍ସନ ଟ୍ୟାକ୍ସ (ଏସ୍‌ଟିଟି) ବୃଦ୍ଧି କରାଯାଇଛି। ବିକଳ୍ପଗୁଡ଼ିକ ଉପରେ ଏବଂ ଫ୍ୟୁଚର୍ସ ଉପରେ ଟିକସ ଲାଗୁ ହେବ। ଏହା ସକ୍ରିୟ ବ୍ୟବସାୟୀଙ୍କ ପାଇଁ ଖର୍ଚ୍ଚ ବୃଦ୍ଧି କରିବ ଏବଂ ଛୋଟ ନିବେଶକମାନଙ୍କୁ ମଧ୍ୟ ପ୍ରଭାବିତ କରିପାରିବ। ଏପ୍ରିଲ ସୁଦ୍ଧା ଦିଲ୍ଲୀରେ କିଲୋଗ୍ରାମ ଘରୋଇ ସିଲିଣ୍ଡରର ମୂଲ୍ୟ ପ୍ରାୟ ଏବଂ ଅନ୍ୟାନ୍ୟ ସହରରେ ରୁ ମଧ୍ୟରେ ରହିଛି। ସରକାର ଏପର୍ଯ୍ୟନ୍ତ ମେ ପାଇଁ କୌଣସି ନୂତନ ମୂଲ୍ୟ ବୃଦ୍ଧି ଘୋଷଣା କରିନାହାନ୍ତି। ତଥାପି ହର୍ମୁଜ ପ୍ରଣାଳୀ ବନ୍ଦ ହେବା ଯୋଗୁଁ ଯୋଗାଣ ଶୃଙ୍ଖଳା ବାଧାପ୍ରାପ୍ତ ହୋଇଛି। ଆଶା କରାଯାଉଛି ଯେ ସରକାର ଗ୍ୟାସ ସିଲିଣ୍ଡର ମୂଲ୍ୟ ସମ୍ପର୍କରେ କିଛି ପଦକ୍ଷେପ ନେଇପାରନ୍ତି। କେନ୍ଦ୍ର ସରକାର ଦେଶରେ ଅନଲାଇନ ଗେମିଂ ନିୟନ୍ତ୍ରଣ ପାଇଁ ଭାରତୀୟ ଅନଲାଇନ ଗେମିଂ କର୍ତ୍ତୃପକ୍ଷ (ଅଜିଆଇ) ପ୍ରତିଷ୍ଠା କରିବା ପାଇଁ ଏକ ବିଜ୍ଞପ୍ତି ଜାରି କରିଛନ୍ତି। ଅନଲାଇନ ଗେମିଂ ନିୟନ୍ତ୍ରଣ ଆଇନ ଅନୁଯାୟୀ ନୂତନ ନିୟମାବଳୀ ମେ ତାରିଖରୁ ଦେଶବ୍ୟାପୀ କାର୍ଯ୍ୟକାରୀ ହେବ। ନୂତନ ନିୟମାବଳୀ ପ୍ରମାଣପତ୍ରର ବୈଧତା ଦ୍ୱିଗୁଣିତ କରି ଗେମିଂ କମ୍ପାନୀଗୁଡ଼ିକୁ ଗୁରୁତ୍ୱପୂର୍ଣ୍ଣ ଆଶ୍ୱସ୍ତି ପ୍ରଦାନ କରେ। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ ହେଉଛି ଅନଲାଇନ ଗେମର ପ୍ରମାଣପତ୍ର। ଏବେ ଏକ ଖେଳ ପାଇଁ ଏକ ପ୍ରମାଣପତ୍ରର ବୈଧତା ବର୍ତ୍ତମାନର 5 ବର୍ଷ ପରିବର୍ତ୍ତେ ବର୍ଷ ହେବ। ଏହିପରି ନୂଆ ଅପଡେଟ୍ ପାଇଁ ଆମ ଚ୍ୟାନେଲକୁ ସବସ୍କ୍ରାଇବ୍ କରନ୍ତୁ। ଭିଡିଓଟିକୁ ଲାଇକ୍ ଓ ଶେୟାର କରନ୍ତୁ।
ଧନ୍ୟବାଦ।